ଦେଇଛି କ'ଣ ନା ସତ୍ତ୍ୱବିଧି ଆଧାରରେ ଗଠିତ ଶବ୍ଦଟି ଚିହ୍ନାଅ। କରେକ୍ଟ ଆନ୍ସର କ'ଣ ହେବ? ଯେଉଁଟାକି କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। କ୍ୱେଶ୍ଚନ୍ ନମ୍ବର 2 ସେ ବୟସରେ ମୋ ଠାରୁ ବଡ଼ ରେଖାଙ୍କିତ ପଦଟି କେଉଁ ବିଭକ୍ତି ବୋଲି ପଚାରିଛି। ଠାରୁ ଆସିଯାଇଛି ତାହେଲେ ଏଇଟା କି ବିଭକ୍ତି? ଯେଉଁଟାକି କରେକ୍ଟ ଆନ୍ସର ଅପସନ୍ ନମ୍ବର ସି ତୃତୀୟା ବିଭକ୍ତି। ବୁଝିପାରିଲ? ଅକୃତ ପ୍ରତ୍ୟୟ ଦ୍ୱାରା ଗଠିତ ଶବ୍ଦଟିକୁ ଚିହ୍ନାଅ। ୟା ଭିତରୁ ଅକୃତ ପ୍ରତ୍ୟୟ କେଉଁଠି ଲାଗିଛି? କେଉଁଠି? ଯେଉଁଟା କରେକ୍ଟ ଆନ୍ସର ଅପସନ୍ ନମ୍ବର ବି କାରକ। ଦେଇଛି କ'ଣ? ଗୋଡ଼ ତଳେ ନ ଲାଗିବା ରୂଢ଼ିର ଅର୍ଥ କ'ଣ? ଯେଉଁଟାକି 4 ନମ୍ବର ଏ। କ'ଣ କହିଛି? ଅତ୍ୟନ୍ତ ଆନନ୍ଦ ଅବସ୍ଥା। କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ। କ'ଣ କହିଛି ଦେଖିବା। ଦେଇଛି କ'ଣ ନା ପ୍ରତ୍ୟାଖ୍ୟାତ ଏକଲବ୍ୟ ଏଠାରେ ପ୍ରତ୍ୟାଖ୍ୟାତର ଅର୍ଥ କ'ଣ ବୋଲି ପଚାରିଛି। କେଉଁଟା ହେବ? ଯେଉଁଟାକି କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। ବୁଝିପାରିଲ? ଯେଉଁଟାକି ଅପାଙ୍କ୍ତେୟ। ଦେଇଛି କ'ଣ? ଜଣେ ବିଦ୍ୟାର୍ଥୀ କାହା ବଳରେ ପରମ୍ପରାଗତ ସମସ୍ତ ନିୟନ୍ତ୍ରଣକୁ ଲଙ୍ଘି ଯାଇପାରେ? କାହା ବଳରେ? ଯେଉଁଟାକି 6 ନମ୍ବର ଏ ନିଜର ଶ୍ରମ ଓ ସାଧନା ବଳରେ। କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ। କ୍ୱେଶ୍ଚନ୍ ନମ୍ବର 7 କ'ଣ କହିଛି? ଏକଲବ୍ୟର ଦୁଃସାହସ ପାଇଁ ଶାସ୍ତିକୁ କ'ଣ ବୋଲି ବିଚାର କରାଯାଇଛି? କ'ଣ ବୋଲି? କରେକ୍ଟ ଆନ୍ସର ଯେଉଁଟାକି ସାମାଜିକ ନ୍ୟାୟ। ଅପସନ୍ ନମ୍ବର ଏ। କେଉଁଟା? ନା ଅପସନ୍ ନମ୍ବର ଏ ସାମାଜିକ ନ୍ୟାୟ। ସେମିତି କ'ଣ କହିଛି? ଗୁରୁ ଦ୍ରୋଣ ସେଦିନ ଏକଲବ୍ୟକୁ କାହିଁକି ଖୁସିରେ କୁଣ୍ଢାଇ ଧରିଲେ ନାହିଁ? କାହିଁକି? କରେକ୍ଟ ଆନ୍ସର ଅପସନ୍ ନମ୍ବର ସି ଅସଲ ଗୁରୁ ହୃଦୟ ନଥିବାରୁ। କ୍ୱେଶ୍ଚନ୍ ନମ୍ବର 9 ବ୍ୟାସଦେବଙ୍କର କ'ଣ ଚିହ୍ନିବା ଲାଗି ସାହସ ନଥିଲା? ଯେଉଁଟାକି କରେକ୍ଟ ଆନ୍ସର ଅପସନ୍ ନମ୍ବର ବି ମାନବିକ ଶ୍ରେୟର ବିପୁଳତା। କ୍ୱେଶ୍ଚନ୍ ନମ୍ବର 10 ମଧୁ ତାର ମାମୁଁ ଘରକୁ ଯାଇଛି ରେଖାଙ୍କିତ ଅଂଶଟି କେଉଁ ପଦ ବୋଲି ପଚାରିଛି? କେଉଁ ପଦ? ଯେଉଁଟା କରେକ୍ଟ ଆନ୍ସର ଅପସନ୍ ନମ୍ବର ସି ସର୍ବନାମ ତାର। କ୍ୱେଶ୍ଚନ୍ ନମ୍ବର 11 ଆସନ ସକାଶେ ବୃଦ୍ଧେ ଏଡ଼େ ବାଇ ବାଳକେ ଜେସନେ କ୍ରୀଡ଼ନକ ପାଇଁ ଏଥିରେ କେଉଁ ଅଳଙ୍କାର ରହିଛି? ଏ ଭିତରୁ କେଉଁ ଅଳଙ୍କାର ରହିଛି? କରେକ୍ଟ ଆନ୍ସର ଅପସନ୍ ନମ୍ବର ବି ଉପମା। ତୁଷାର ଧବଳ ଏହା କେଉଁ ପ୍ରକାର ସମାସ ନିଷ୍ପନ୍ନ ପଦ? କେଉଁ ପ୍ରକାର? କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ ଯେଉଁଟାକି ଉପମାନ କର୍ମଧାରୟ। କରେକ୍ଟ ଆନ୍ସର କ'ଣ ନା ଅପସନ୍ ନମ୍ବର ଏ। କ୍ୱେଶ୍ଚନ୍ ନମ୍ବର 13 ଅରଣ୍ୟ ଶବ୍ଦଟି କେଉଁ ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଗଠିତ? କେଉଁ ତଦ୍ଧିତ ପ୍ରତ୍ୟୟ ଦ୍ୱାରା? କରେକ୍ଟ ଆନ୍ସର ଅପସନ୍ ନମ୍ବର ଡି ଏୟ। କ୍ୱେଶ୍ଚନ୍ ନମ୍ବର 14 ଶୁଦ୍ଧ ଶବ୍ଦଟିକୁ ବାଛ। ଏ ଭିତରୁ କେଉଁଟା ଶୁଦ୍ଧ? କରେକ୍ଟ ଆନ୍ସର ଅପସନ୍ ନମ୍ବର ଡି ସର୍ବାଙ୍ଗୀନ। ଦେଇଛି କ'ଣ? କବି ଉପଦ୍ରବେ ତ୍ୟଜି ଲୋକାଳୟ ଶାନ୍ତି କି ଏସ୍ଥଳେ ଭଜିଲେ ଆଶ୍ରୟ ଏଥିରେ କେଉଁ ଅଳଙ୍କାର ରହିଛି? କ'ଣ ନା କଳି ଉପଦ୍ରବେ ତ୍ୟଜି ଲୋକାଳୟ ଶାନ୍ତି କି ଏସ୍ଥଳେ ଭଜିଲେ ଆଶ୍ରୟ ଏଥିରେ କେଉଁ ଅଳଙ୍କାର ରହିଛି ବୋଲି ପଚାରିଛି। କେଉଁ ଅଳଙ୍କାର? କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ ଉପମା। ବିଶାଳ ଅଖି ଯାହାର ସେ ସମସ୍ତ ପଦଟି କ'ଣ ହେବ? ଏଥିରୁ କ'ଣ ହେବ? 16 ନମ୍ବର ଡି ଯେଉଁଟାକି ବିଶଳାକ୍ଷୀ। କରେକ୍ଟ ଆନ୍ସର ଅପସନ୍ ନମ୍ବର ଡି। ଦେଇଛି କ'ଣ ନା ସାରଳା ଦାସ ଓଡ଼ିଶାର ବାଲ୍ମୀକି ଥିଲେ ରେଖାଙ୍କିତ ଅଂଶଟି କେଉଁ ପଦ? କେଉଁ ପଦ? ଯେଉଁଟାକି କରେକ୍ଟ ଆନ୍ସର ଅପସନ୍ ନମ୍ବର ବି ବିଶେଷ୍ୟ। କ'ଣ କହିଛି? ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଏହା କେଉଁ ପ୍ରକାର ବାକ୍ୟ? ଯେଉଁଟାକି କରେକ୍ଟ ଆନ୍ସର ଅପସନ୍ ନମ୍ବର ସି ଯୌଗିକ। କ'ଣ କହିଛି? ଶୁଦ୍ଧ ବାକ୍ୟଟିକୁ ଚିହ୍ନାଅ। ୟା ଭିତରୁ କେଉଁଟା ଶୁଦ୍ଧ? ଯେଉଁଟାକି କରେକ୍ଟ ଆନ୍ସର ଅପସନ୍ ନମ୍ବର ବି କ'ଣ ହେବ? ନା ଗୋଲକ ବିହାରୀ ଧଳ ଜଣେ ଭାଷା ତତ୍ତ୍ୱବିତ୍। କରେକ୍ଟ ଆନ୍ସର କ'ଣ ନା ଅପସନ୍ ନମ୍ବର ବି। କ୍ୱେଶ୍ଚନ୍ ନମ୍ବର 20
ଦେଇଛି କ'ଣ ନା ଜତି ପଡ଼ିବା ରୂଢ଼ିଟିର ଅର୍ଥ କ'ଣ? ଜତି ପଡ଼ିବା ରୂଢ଼ିଟିର ଅର୍ଥ କ'ଣ? ଏ ଭିତରୁ କରେକ୍ଟ ଆନ୍ସର ଅପସନ୍ ନମ୍ବର ବି ମେଳ ଖାଇବା। ଜତି ପଡ଼ିବାଟା କ'ଣ ନା ମେଳ ଖାଇବା। ବୁଝିପାରିଲ? ଦେଇଛି କ'ଣ? ଏବେ ଆମେ ପଢ଼ିବା ଇଂଲିଶର କମ୍ପଲସରି ପାର୍ଟଟା। ଇଟ୍ ଇଜ୍ 2 years ଡେସ୍ ଆଇ ସ ବିବେକ। କ'ଣ ହେବ? 21 କରେକ୍ଟ ଆନ୍ସର ଅପସନ୍ ନମ୍ବର ବି ସିନ୍ସ। ଦେଇଛି କ'ଣ? ଦି ପେପର ସିଟର made the questions difficult. The correct passive form of the above sentence is dash. Correct कोड हबो? Correct answer option number C. The questions were made difficult by the paper sitter. बुझिबालो? ଦେଇଛି କ'ଣ? The cute creation of the creator is bright and beautiful. The word opposite in meaning of creation is କ'ଣ କହିଛି? Correct answer option number B. ଏଇଟା ହବ। କ'ଣ କହିଛି? Which pair is differently pronounced? को पेयरटा? करेक्ट आंसर ऑप्शन नंबर सी एटा हबो। क्वेश्चन नंबर 25 इंडिया स्कोर्ड 175 रन्स डैश 6 विकेट्स। कौन हबो या भितरु? जोटे करेक्ट आंसर ऑप्शन नंबर बी 4। क्वेश्चन नंबर 26 ट्राई टू सेव some money for your future. Replace the underlined word with an idiomatic phrase. Idiomatic phrase कौन हबो? करेक्ट आंसर ऑप्शन नंबर ए पुट बाय। देखि कोन इफ आई केम इनटू फॉर्च्यून आई डैश गिव अप वर्किंग। कोडा हबो? करेक्ट आंसर ऑप्शन नंबर डी वुड। कौन हबो? वुड। क्वेश्चन नंबर 28 there are black clouds in the sky it dash rain। 28 रे कौन हबो? जोटे करेक्ट आंसर ऑप्शन नंबर डी इज गोइंग टू। क्वेश्चन नंबर 29 कौन कहिछि? he said I have an answer to the question which is the correct indirect speech of the above sentence। एई सेंटेंस रो कौन पछ कहिछि ना करेक्ट कोटा इनडायरेक्ट स्पीच रो पचारछि। कोटा हबो? 29 जोटा ये करेक्ट आंसर ऑप्शन नंबर डी he said that he had an answer to the question। देखि कोन which letter is silent in the word कोन कहिछि handsome। handsome रो कोन हबो? साइलेंट वर्ड। करेक्ट आंसर ऑप्शन नंबर ए जोटा कि डी। बुझि पालो? देखि कोन what was the belief of people during the Victorian age। कोन कहिछि what was the belief of people during the Victorian age। ए भीतर कोडा हबो? 31 करेक्ट आंसर ऑप्शन नंबर डी। देखि कोन ना peace would prevail and happiness would engulf the whole world। करेक्ट आंसर ऑप्शन नंबर डी। कोन कहिछि the expression a brief interlude between past and future barbarism in the last sentence of the passage means dash। कोडा हबो? 32 जोटा करेक्ट आंसर ऑप्शन नंबर ए a short period of time between past and future acts of cruelty। बुझिबले? क्वेश्चन नंबर 33 the author felt sad about the latter part of his life because dash। 33 रो कोन हबो? करेक्ट आंसर ऑप्शन नंबर डी the world was painfully disturbed during that period of time। देखि कोन the word definitive used in the passage means dash। कोन हबो? 34 करेक्ट आंसर ऑप्शन नंबर बी जोटा कि फाइनल। देखि कोन what was the author's view on the course for cruelty। देखि कोन cruelty आउले tyranny and injustice। कोडा हबो? 35 करेक्ट आंसर ऑप्शन नंबर ए। देखि कोन they would gradually diminish। बुझि पालो?
ଦେଇଛି କ'ଣ ହ୍ୱାଟ୍ ଇଜ୍ କନସିଡର ଦି ସ୍ୱିଟେଷ୍ଟ ସଙ୍ଗ ଇନ୍ ଦି ଭାଲେଣ୍ଟ ଷ୍ଟୋର୍ମ ବାଇ ଦି ପୋଏଟ୍ କେଉଁଟା ହେବ କରେକ୍ଟ ଆନ୍ସର୍ ଯେଉଁଟାକି ଏ ହୋପ୍ ଦେଇଛି କ'ଣ ଇଟ୍ ଇନ୍ ଦି ଲାଷ୍ଟ ଲାଇନ୍ ଅଫ୍ ଦି ପୋଏମ୍ ରେଫର୍ସ ଟୁ ଡେସ୍ କେଉଁଟା ହେବ 37 ଯେଉଁଟା କରେକ୍ଟ ଆନ୍ସର୍ ଅପସନ୍ ନମ୍ବର ସି ଦି ହୋପ୍ Question number 38. Which of the following words means not easy? 38 रे कौन होबो correct answer option number B sure. Question number 39. What according to the poet does hope do without words? hope टा बचारची कौन होबो 39 correct answer option number C जोटा कि sings the tune. Question number 40. होप इन दी पोएम इज कंपेयर टू डेस क्या सहित कंपेयर कराई होप को करेक्ट आंसर ऑप्शन नंबर डी ए वर्ड बुझिपारे